ଯେତେବେଳେ କି ଶୟତାନ ପଲେଷ୍ଟିୟମାନଙ୍କୁ ଯୁଦ୍ଧ କରିବା ପାଇଁ ପଠାଇଲା, ଦାଉଦ ସଦାପ୍ରଭୁଙ୍କ ସାହାଯ୍ୟରେ ପଲେଷ୍ଟିୟମାନଙ୍କଠାରୁ ଜୟ ପାଇଲା। ଏହିପରି ଜୟ କଲା ପରେ ଭଲ ହେଲା। ଶତ୍ରୁ ଆସିଲା, ଶେଷରେ ପରାଜିତ ହୋଇଗଲା, ଲାଞ୍ଜ ମୋଡ଼ି ଚାଲିଗଲା। ଶାନ୍ତିରେ ଏବେ ଶାସନ କରିବା ବୋଲି ସିଂହାସନ ଉପରେ ଦାଉଦ ବସିଲା କି ନାହିଁ? କଣ ଘଟିଲା ଜାଣୁ କି? ଦ୍ୱିତୀୟ ସାମୁଏଲ 5:22ରେ ଏଥି ଉତ୍ତାରେ ପଲେଷ୍ଟିୟମାନେ ପୁନର୍ବାର ଆସି ରଫାଇମ ତଳଭୂମିରେ ବ୍ୟାପ୍ତ ହେଲେ। ଆପଣ କଣ ବୁଝିପାରିଲେ? ପରାଜିତ ହେଲେ ମଧ୍ୟ ପଲେଷ୍ଟିୟମାନେ ପୁନର୍ବାର ଆକ୍ରମଣ କରୁଛନ୍ତି। ଭାଇ ଓ ଭଉଣୀମାନେ, ଗୋଟେ କଥା କହିବି କି? ଶତ୍ରୁ ଶୟତାନ ଯେବେ ହେଲେ ପରାଜିତ ହୋଇଯାଏ, ସେ ମାନସିକ ଭାବରେ ଭାଙ୍ଗି ପଡ଼ି ନିରୁତ୍ସାହିତ ହୋଇଯାଏ। ଆତ୍ମହତ୍ୟା କଲାପରି କେବେ ଶୁଣିଅଛନ୍ତି କି? ନ୍ୟୁଜ୍ ପେପର କେବେ ଆସିଅଛି କି? ନ୍ୟୁଜ୍ ପେପରରେ ବ୍ରେକିଂ ନ୍ୟୁଜ୍ କଣ ମାନେ ଶୟତାନ ଆତ୍ମହତ୍ୟା କରିଅଛି? କେବେ ପଢ଼ିଛନ୍ତି କି? ଚାନ୍ସ ନାହିଁ ଆଜ୍ଞା। କେତେ ଥର ସେ ପରାଜିତ ହେଲେ ମଧ୍ୟ, କେତେ ଥର ସେ ଭାଙ୍ଗି ପଡ଼ିଲେ ବି, କେତେ ଥର ସେ ଅପମାନିତ ହେଲେ ମଧ୍ୟ, କେତେ ଥର ସେ ଶୟତାନ ପାଖରେ ଥିବା ମହାନତା କଣ ମାନେ ସେ ପତିତ ହେଲେ ମଧ୍ୟ ଉଠିବ, ପରାଜିତ ହେଲେ ମଧ୍ୟ କଣ କରିବ? ପୁନର୍ବାର ଆସିବ। ପ୍ରିୟ ଭଉଣୀ ଓ ଭାଇମାନେ, ଶୁଣ, ଆପଣଙ୍କ ଜୀବନ, ମୋ ଜୀବନ ସର୍ବନାଶ କରିବାକୁ ଚାହିଁଥିବା ଶୟତାନ ପରାଜିତ ହେଲେ ମଧ୍ୟ ସେ ଆମକୁ ଛାଡ଼ିବାର ସମ୍ଭବ ନାହିଁ। ସେଥିପାଇଁ କେବେ ହେଲେ ଭାବନ୍ତୁ ନାହିଁ ଶୟତାନ ନିଦ୍ରା ଯାଉଅଛି ବୋଲି, ଶୟତାନ ତୁମକୁ ଛାଡ଼ି ଦେଇଅଛି ବୋଲି, ଶୟତାନ ତୁମ ନିକଟକୁ ଆସିବ ନାହିଁ ବୋଲି। ଏପରି ଭାବନ୍ତୁ ନାହିଁ ସିଂହ ପ୍ରାୟ ସେ ଗର୍ଜନ କରି କାହାକୁ ଗ୍ରାସିବ ବୋଲି। ଶୟତାନ କଣ କରୁଅଛି? ଦିନ ରାତ୍ରି କଣ କୁହନ୍ତୁ, ତୁମ ଘର ଚାରିପଟେ ବୁଲୁଅଛି। କାହା ଚାରିପଟେ? ତୁମ ଘର ଚାରିପଟେ ବୁଲୁଅଛି, ଆମ ସମସ୍ତଙ୍କ ଚାରିପଟେ ବୁଲୁଅଛି। ସେଥିପାଇଁ ସେ ପରାଜିତ ହେଲେ ମଧ୍ୟ ସେ ତୁମକୁ ଛାଡ଼ିବାର ଚାନ୍ସ ନାହିଁ। ପୁନର୍ବାର ସେ ଆସିବ। ପଲେଷ୍ଟିୟମାନେ ତ ହାରି ଯାଇଥିଲେ ଆଜ୍ଞା। ପଲେଷ୍ଟିୟମାନେ ହାରି ଯାଇ ପଳାଇ ଯାଇଥିଲେ। ସେମାନେ ପରାଜିତ ହୋଇଥିଲେ ଓ ପଳାଇ ଯାଇଥିଲେ, ନୁହଁ କି? 21 ପଦରେ କଣ ବୋଲି ଲେଖା ଅଛି? ପରିତ୍ୟାଗ କରିଥିଲେ। 22 ପଦରେ କଣ ଲେଖା ଅଛି? ପୁନର୍ବାର ଆସି ପଳାଇ ଯାଇଥିଲେ। ପଳାଇଲା ପରେ ସେମାନେ ଯାଇ କଣ କଲେ? ପୁନର୍ବାର ଆସିଗଲେ ଆଜ୍ଞା। ଏହା ଶୟତାନ କରିବା କାମ। ମନେ ରଖନ୍ତୁ, ତୁମ ଚାକିରି କରିବା କ୍ଷେତ୍ରରେ ସମସ୍ୟା ଦୂର ହେଲା କି? ଭଲ ହେଲା। ଏପରି ତମେ କହିଲ କି ନାହିଁ? ଆଉ ଏକ ସମସ୍ୟା ରେଡି ହୋଇଥିବ। ଏହା ସାଧାରଣ, ଏହା ସହଜ। କଣ ପ୍ରଭୁ ପୁନର୍ବାର ସମସ୍ୟା ଆସିଲା ବୋଲି କହିଲ? ଭାବନ୍ତୁ, ପ୍ରଭୁ କହିବେ କାହିଁକି ତୁମକୁ ଏତେ ସମସ୍ୟା ଆସିଲେ ମଧ୍ୟ ମୋତେ ଥରେ ଆସିକି ଦେଖା କର। ଏପରି ପ୍ରଭୁ କହିଲା ପରେ ତୁମେ ଯାଇ ତାଙ୍କୁ ଦେଖା କଲେ, ଯେତେ ସମସ୍ୟା ଆସିଲେ ବି ଆସିବାକୁ ଦିଅ। ତୁମକୁ ବିରକ୍ତ ଲାଗିପାରେ, ମାତ୍ର ସମସ୍ୟା ସମାଧାନ କରିବା ପାଇଁ ମୋର ପ୍ରଭୁଙ୍କୁ କେବେ ବିରକ୍ତି ଲାଗିବାର ଚାନ୍ସ ବିଲକୁଲ ନାହିଁ। ସମସ୍ୟା ସମାଧାନ କରିବା ପ୍ରଭୁକୁ ଯଦି ବିରକ୍ତ ନ ଲାଗିଲେ କାହିଁକି ତୁମକୁ ବିରକ୍ତ ଲାଗେ? ଆପଣ ମୁଁ କାହିଁକି ବିରକ୍ତ ହେବା କୁହନ୍ତୁ? ବୁଝିବାକୁ ଚେଷ୍ଟା କର। ପୁନର୍ବାର ସମସ୍ୟା ଆସିବ। ଯେତେବେଳେ କି ସେମାନେ ପୁନର୍ବାର ଆସିଲେ, ସେତେବେଳେ ଦାଉଦ କଣ କରିବାର ଥିଲା? ପୁନର୍ବାର ଆସି ଦାସମାନେ ନୋହିଲେ, ସମାଚାର ଦେବା ଲୋକମାନେ ଆସି କହିଲେ, ଦାଉଦ କଣ ତୁମ ସମାଚାର? ପଲେଷ୍ଟିୟମାନେ ପୁନର୍ବାର ଆକ୍ରମଣ କରିବାକୁ ଆସିଲେ। ଦାଉଦ କଣ କହିବାର ଥିଲା? ସେମାନେ କଣ ପାଗଳ ହେଲେ କି? କାଲି ସେମାନଙ୍କୁ ଗୋଡ଼େଇଥିଲୁ, କାଲି ସେମାନଙ୍କୁ ମାରିଥିଲୁ, ପୁନର୍ବାର ଆସିଲେ କି? ଆସୁଛି ବୋଲି ଯାଇ କୁହ, ଓହ୍ଲାଇ ଆସୁଅଛି ବୋଲି କୁହ, ସବୁ କିଛି ଦେଖିବି ବୋଲି କୁହ। ଏପରି ଖବର କହିଥିଲା କି ଆଜ୍ଞା? ନାହିଁ ଆଜ୍ଞା। ପଲେଷ୍ଟିୟର ସୈନ୍ୟମାନେ ହଠାତ୍ରେ ଦେଶର ସବୁଆଡ଼େ ବ୍ୟାପିଥିବା ସମୟରେ ଦାଉଦ ତା ବାହୁବଳ ଉପରେ ନିର୍ଭର କଲା ନାହିଁ। ତାର ଖଡ୍ଗ, ବର୍ଚ୍ଛା, ଛାଟୁଣିକୁ ବିଶ୍ୱାସ କଲା ନାହିଁ। ବାଇବଲରେ କଣ ଅଛି ଦେଖିବା ଆସ। 23 ପଦରେ ତହିଁରେ ଦାଉଦ ସଦାପ୍ରଭୁଙ୍କୁ ପଚାରନ୍ତେ ସେ କହିଲେ। ପୁନର୍ବାର ଯାଇ ପଚାରିଲେ, ଆଜ୍ଞା ସଦାପ୍ରଭୁ, କାଲି ହିଁ ତ ପ୍ରଭୁ ସେମାନେ ପରାଜିତ ହେଲେ, କାଲି ହିଁ ତ ପ୍ରଭୁ ମୋତେ ତମେ ଜୟ ଦେଇଥିଲ। ପୁନର୍ବାର କଣ ପ୍ରଭୁ ଆସିଲେ? କଣ ଯୀଶୁ ପୁନର୍ବାର ଆସିଲେ? ଭଉଣୀ ଓ ଭାଇମାନେ, ଆମେ ବାରମ୍ବାର ଫୋନ କଲେ ବିରକ୍ତ ହେବା ଲୋକମାନେ ରହିଥିବେ। ସବୁବେଳେ ସାହାଯ୍ୟ ପାଇଁ ହାତ ପାତୁଥିଲେ ବିରକ୍ତ ହେବା ଲୋକେ ଥିବେ। ସବୁବେଳେ ଗୋଟିଏ ଘରକୁ ଯାଉଥିଲେ ବିରକ୍ତ ହେବା ଲୋକେ ଥିବେ। କିନ୍ତୁ ତମେ ଯେତେ ଥର ଡାକିଲେ ବି, ଯେତେ ଥର ପ୍ରାର୍ଥନା କଲେ ବି ଗୋଟିଏ ଥର ମଧ୍ୟ ବିରକ୍ତ ନ ହେବା। ଈଶ୍ୱର ଯଦି କେହି ଅଛନ୍ତି ମାନେ ତାହା ମୋର ପ୍ରଭୁ ଯୀଶୁଖ୍ରୀଷ୍ଟ। ତମେ ମଧ୍ୟରାତ୍ରିରେ ତାଙ୍କ ସହିତ କଥା ହେଲେ ବି ଶୁଣିବେ। ତମେ ସକାଳୁ ଉଠି ତାଙ୍କୁ କଥା କହିଲେ ବି ସେ ଶୁଣିବେ।
केतेक थर तमे बहुत प्रेम करिबा व्यक्ति बहुत विश्वास करिबा व्यक्ति तमे फोन कले उठेई न पारंती से माने व्यस्त रही पारंती नहेले से मानकर फोन स्विच ऑफ होई पारे मोहर ईश्वरंकर फोन आजि पर्यंत स्विच ऑफ रे केबे होई नाही से लाइन केबे व्यस्त रहिबार संभव बिल्कुल नाही संकट समय रे आंभको डाक आंभे तुमको उत्तर देबा बोली सदाप्रभु कहिले मंडली तमे जेते थर प्रभुंक पाखକୁ आसिले सदा सर्वदा तुम निकटକୁ आसिबा प्रभु मु प्रचार करिबा जीसु आंभ निकटକୁ आस आंभे तुम निकटକୁ जिबा आंभ निकटरे माग आंभे तुमको देबा आंभ मानंकु तुमे गौरव कर आंभे तुम्भर संभ्रम करिबा प्रिय भौणी ओ भाई माने महाराजा दाऊदंकर जीवन रे शत्रु माने पुनर्बार आसिले बोली जेतेबेले जानिला दाऊद गर्व करी नाही आज्ञा दाऊद उद्धत हला नाही आहा आउ थरे आसिला कि पुनर्बार मु आसीबी कहि नाही आज्ञा पुनर्बार सेही नम्रता दाऊदंकर गुण कौन जान कि नम्रता विनम्र भाव दाऊदंक जीवन रे एते टिकिए मध्य केबे गर्व आपण देखिबे नाही पतन पूर्वरु कौन आसी थाए गर्व आसी थाए गौरव पूर्वरु कौन आसे नम्रता आसी थाए दाऊदंक जीवन को जाग्रत रे जदि देखिले देखा देइथिबा अद्भुतकर गुण नम्रता प्रिय भौणी ओ भाई माने भल चाकरी आसिला कि कथा भाषा बदलांतु नहीं प्रभु तुमको आशीर्वाद करी तुम परिस्थिति बदलाई देले कि स्वभाव परिवर्तन करंतु नहीं पद्धति रे परिवर्तन कर नाही कथा भाषा परिवर्तन आण नाही प्रेमर सहित रुहंतु पवित्रतार आचरण करंतु प्रार्थनार जीवन जापन करंतु दाऊद पुनर्बार जाई प्रभुंको देखा कले प्रभु पुनर्बार आसिला शत्रु पलेस्टिय माने मु कौन करिबी तेबे प्रभु कौन कहले जान कि मु आसुअछि रुह कौन कहंती मु आसुअछि तमे रुह शत्रु पलेस्टिय माने आसिले बोली तमे दौड़ी दौड़ी पळै जीव बोधे जाओ नाही आमे आसीबा पर्यंत अपेक्षा कर जणे भक्त एपरि प्रार्थना कला आज्ञा हे प्रभु तुम पूर्वरु मते जीवाको दियंतु नाही बापा पथभ्रष्ट हेबी बोधे तुम पछरे मते आसीबाकू कह नाही बापा बोधे मु तुमको परित्याग करी अन्य पथरे चली जीवी बोधे आगरे जीवाकू दियो नाही पछरे जीवाकू दियो नाही सारा जीवन तुम पाखरे रही चलिबार भाग्य मते दया कर प्रभु बाइबल रे गोटे अद्भुत आत्मिक व्यक्ति अछि तार नाम कौन जान कि हनोक हनोक कौन कला कहंतु प्रभुंक आगरे चलिला पछरे चलिला ना तांको सहित चलिला कौन कहंतु ईश्वरंक सहित चलिले सदा प्रभु कहिले रुह रुह तमे टिके रुह मु आसुअछि तुमे मो सहित आस ईश्वर से दिन दाऊदंक सहित मिसिले तापरे ईश्वरंक सहित गमनागमन कला आज्ञा आपण ओ मो जीवन रे आमे जदि विजय पाइबाकू हेले आमे काहा सहित गमनागमन करिबा जोरे कहंतु प्रभुंक सहित चलिबा भूलंतु नहीं तुम जीवन रे जेबे केबे जदि विजय पाइल माने भाबंतु आहा मु विजय प्राप्त कली एपरि भाबी तुमे रातिरे निद्रा जीवा बेले कौन सेलफोन को आउ गोटे मेसेज आसी जाइथिबो कौन नुआ समस्या शयतान निद्रा जीवार संभव बिल्कुल नहीं जोसेफ बहुत सुंदर व्यक्ति थिला बहुत भल व्यक्ति थिला ता प्रभुर कर्त्री तांको ऊपर दृष्टि पकैथिला केते थर ताकू परीक्षा करुथिले कहि परिबे कि केबे केबे तांको परीक्षा करुथिला आपण माने कहि परिबे कि प्रथम दिन कहिला मु तुमको भल पाए बोली कहिले जोसेफ केबे मधि तांको फेरी जोसेफ पड़ी जाय नथिला काली आसिला आज आसिला जोसेफ कहिला नो बोली कहिले छाड़ी दबो कि आज्ञा 39 अध्याय आदि पुस्तक 10 पद दिनकु दिन से स्त्री जोसेफ को एपरी कहे मात्र जोसेफ ताहा संगे शयन करिबाकू किंबा ताहा निकटरे रहिबाकू सम्मत हुअंती नाही जोसेफ मना करुथिला दिनकू दिन बारंबार 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 प्रिय भौणी ओ भाई माने सुनो तुम जीवन को विनाश करिबा पई तुम जीवन को नष्ट करिबा पई तमे चाकरी ओ काम करिबा स्थान मानकरे पाठ पढ़ुथिबा स्थान मानकरे अनेके सबुदिन चेष्टा करुथिबे कौनसी गोटे दिन तमे विरक्त होई ओके बोधे कहिबो बोली ताहा शयतानर एक मंत्रणा पलेस्टिय माने पुनर्बार आसिले बोधे एथर हारी जीव परा बोली से पापी स्त्री पुनर्बार आसी कहूछि जोसेफ आस आनंदरे उपभोग करिबा आस
नो ତାହା ସୋମବାର ହୋଇପାରେ, ମଙ୍ଗଳବାର ହୋଇପାରେ, ବୁଧବାର ହୋଇପାରେ, ଗୁରୁବାର ହୋଇପାରେ, ଶୁକ୍ରବାର ହୋଇପାରେ, ଶନିବାର ହୋଇପାରେ, ରବିବାର ହୋଇପାରେ, ଯେକୌଣସି ଦିନରେ ବି ନୋ ବୋଲି କହିଲେ ନୋ। ପ୍ରିୟ ଭଉଣୀ ଓ ଭାଇମାନେ, ଯୋସେଫ ନୋ ବୋଲି ପାପକୁ କହିଥିବାରୁ କଣ ହେଲା? ଦେଶର ପ୍ରଧାନମନ୍ତ୍ରୀ ଭାବରେ ଶାସନ କରିପାରିଥିଲା। ଦ୍ୱିତୀୟ, ସାମସନ୍ ମଧ୍ୟ ତା ଜୀବନରେ ଏ ପ୍ରକାର ବିଷୟ ସାମ୍ନା କରିଥିଲା। ବିଚାରକର୍ତ୍ତା 16 ଅଧ୍ୟାୟରେ ଆପଣମାନେ ଦେଖିବେ। ଆସନ୍ତୁ, ବିଚାରକର୍ତ୍ତା 16 15 ପଦରେ ସେ ପାପିନୀ ସ୍ତ୍ରୀ କଣ କହେ ଜାଣ କି? ତମେ କହିଲ ମୁଁ ତୁମକୁ ବହୁତ 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 ଭଲ ଲାଗୁଅଛି ବୋଲି। ଯଦି ସତରେ ତମେ ମୋତେ ପ୍ରେମ କରୁଅଛ ମାନେ, ସତରେ ଯଦି ପ୍ରେମ କରୁଅଛ ମାନେ, ଭଉଣୀ ଓ ଭାଇମାନେ, ତୁମ ଜୀବନରେ ଦୁଷ୍ଟ ଲୋକମାନେ ତୁମ ପଛରେ ଆସିବେ। ତମେ ସତରେ ଯଦି ମୋତେ ପ୍ରେମ କରୁଅଛ ମାନେ ମୁଁ କହିଲା ପରି କର। ଯଦି ତମେ ସତରେ ମୋତେ ପ୍ରେମ କରୁଅଛ, ମୁଁ କହିବା ସ୍ଥାନକୁ ତମେ ଆସ। ସତରେ ଯଦି ତମେ ମୋତେ ପ୍ରେମ କରୁଅଛ, ଆମେ ଗୋଟିଏ ଗ୍ରାମକୁ ଯିବା, ତମେ ଆସ। ଅମୁକ ଅଞ୍ଚଳକୁ ଯିବା, ଆସ। ଅମୁକ ରୁମ୍କୁ ଯିବା, ଆସ। ଅମୁକ ହୋଟେଲକୁ ଯିବା, ଆସ। ତମେ ଯଦି ସତରେ ମୋତେ ପ୍ରେମ କରୁଅଛ ମାନେ, ଦୟାକରି ଶୁଣନ୍ତୁ, କାହାକୁ ଯଦି କିଏ ପ୍ରେମ କରୁଅଛନ୍ତି ମାନେ ତାହାକୁ ପ୍ରମାଣ ଦେବାର ଆବଶ୍ୟକ ନାହିଁ। କାହିଁକି ମାନେ ପ୍ରେମକୁ ପ୍ରେମ ପ୍ରମାଣ। କେହି ଯଦି ଏହିପରି ଆସି ଯଦି ସତରେ ତମେ ମୋତେ ପ୍ରେମ କରୁଅଛ, ଏମିତି କର, ଏମିତି କଲେ ହିଁ ତମେ ମୋତେ ସତରେ ପ୍ରେମ କରୁଅଛ ବୋଲି ଯଦି କହନ୍ତି ମାନେ ସେ ଜଣେ ପରମ ପାପିଷ୍ଟ ବ୍ୟକ୍ତି। ବୁଝିପାରିଲେ କି? ବୁଝିଲେ କି ଆଜ୍ଞା? ମା ଭଉଣୀ ମାନେ, କିଏ ତୁମ ପଛରେ ଆସୁଛନ୍ତି କି? ମୁଁ ତୁମକୁ ପ୍ରେମ କରୁଛି ବୋଲି କହନ୍ତି କି? ତେବେ ମନ୍ଦିରକୁ ଆସ ବୋଲି କୁହ, ଆଉ କେବେ ତୁମ ପଛରେ ଆସିବନି। ନୁହଁ କି ଆଜ୍ଞା? ମୁଁ ତୁମକୁ ପ୍ରେମ କରୁଛି ବୋଲି କହୁଅଛି କି? ତେବେ ତାକୁ ଆଣ୍ଠୁପାତି ପ୍ରାର୍ଥନା କର ବୋଲି କୁହ। ପ୍ରେମ କରୁଛି ବୋଲି କହୁଛି କି? ତେବେ ଉପବାସ ରହି ପ୍ରାର୍ଥନା କରିବାକୁ କୁହ। ପବିତ୍ର ଭାବରେ ବଞ୍ଚ ବୋଲି କୁହ। ଯେ କେହି ବି ମୁଁ ତୁମକୁ ପ୍ରେମ କରୁଛି ବୋଲି କହିଲେ, ତେବେ ତାଙ୍କୁ କୁହ ତମେ ପବିତ୍ର ଭାବରେ ବଞ୍ଚ। ମୋତେ ସତରେ ଯଦି ପ୍ରେମ କରୁଅଛ ମାନେ ମୋ ଶରୀରକୁ ଟଚ୍ ନ କରିକି ବଞ୍ଚ। ମୋତେ ସତରେ ଯଦି ପ୍ରେମ କରୁଅଛ ମାନେ ତମେ ପରିଶ୍ରମ କରି ଭଲ ପାଠ ପଢ଼ି ଭଲ ମାର୍କ ଆଣ। ଭଲ ଚାକିରି କରି ଦୃଢ଼ ହୋଇ ରୁହ। ମୁଁ ଭଲ ଭାବରେ ରହିବାକୁ ଚାହଁ, ମୁଁ ପବିତ୍ର ଭାବରେ ରହିବାକୁ ଚାହଁ, ମୋ ମା ବାପାଙ୍କର ଗର୍ବର କାରଣ ହେବା ପାଇଁ ବୋଲିକି ତୁମ ଜୀବନରେ ଚାହଁ। ସେତିକି ମାତ୍ର ପାର୍କ କଣ ଡାକୁଅଛ ଅକାମୀ? ପାର୍କକୁ ଆସ ବୋଲି କହିବା ଲୋକେ, ଏକୁଟିଆ ରହିବା ଆସ, ଏକାନ୍ତ ଭାବରେ ସମୟ ବିତେଇବା ଆସ ବୋଲି କହିବା ଲୋକ ପ୍ରେମ କରିବା ଲୋକ ନୁହଁ, ପାପିଷ୍ଟ ବ୍ୟକ୍ତି। ସେପରି ବ୍ୟକ୍ତିକୁ ତୁମ ଶରୀରକୁ ବିକ୍ରି କର ନାହିଁ ବୋଲି ପ୍ରଭୁଙ୍କ ନାମରେ ଅନୁରୋଧ କରେ। ସତରେ ଯଦି ପ୍ରେମ କରୁଅଛ ମାନେ, ମୋତେ ସତରେ ଯଦି ପ୍ରେମ କରୁଅଛ ମାନେ 15 ପଦରେ ଆମେ ତାହା ଦେଖୁଅଛୁ। ଦେଖନ୍ତୁ କଣ କହେ, ସତରେ ଯଦି ତମେ ମୋତେ ପ୍ରେମ କରୁଅଛ, ତୁମ ମହାବଳର ରହସ୍ୟ କଣ ମୋତେ ଆଜି କୁହ। ବିଚାରକର୍ତ୍ତା 16 ଅଧ୍ୟାୟ 15 ପଦରେ ମୋତେ ପ୍ରେମ କରୁଅଛ ବୋଲି କିପରି କହୁଅଛ? ତାହାର ଅର୍ଥ କଣ? ସତରେ ଯଦି ତମେ ମୋତେ ପ୍ରେମ କରୁଅଛ ମାନେ ତୁମରି ମହାବଳ କେଉଁଠାରେ ଅଛି ମୋତେ କୁହ। ଯଦି ପ୍ରେମ କରୁଥିଲେ ବଳ କେଉଁଠାରେ ଅଛି ବୋଲି କହିବାର କଣ ଆବଶ୍ୟକତା ଆସିଲା? ତାହା କହୁଅଛି କଣ୍ଡିସନାଲ ଲଭ୍ କ୍ୟାନ୍ ନେଭର ବି ଏ ଟ୍ରୁ ଲଭ୍। କଣ୍ଡିସନ ରଖି ପ୍ରେମ କରୁଥିବା ଲୋକମାନେ ସେମାନେ କେବେ ବି ଟ୍ରୁ ଲଭର ହେଇପାରିବେ ନାହିଁ। ସେ କଣ କରୁଥିଲା ଜାଣନ୍ତି କି? ସାମସନକୁ ପ୍ରଭୁ ଦେଇଥିବା ମହାବଳ, ତାହାର ରହସ୍ୟ ଆମେ ଜାଣିପାରିଲେ ସାମସନକୁ ବଦ୍ଧ କରିବା, ଏହା ତାର ମନ୍ତ୍ରଣା। ତାପରେ କଣ ହେଲା ଆସନ୍ତୁ ଆମେ ପଠନ କରିବା। ଏହି ରୂପେ ସେ ନୀତି କଥାରେ ତାହାକୁ ଅନୁରୋଧ କରି, କାଲି କହିନଥିଲା ଆଜ୍ଞା ବଳ କେଉଁଠାରେ ଅଛି, ଛାଡ଼ିଦେଲା କି? ଆଜି କହିନାହାନ୍ତି ଆଜ୍ଞା ବଳ କେଉଁଠାରେ ଅଛି, ଛାଡ଼ିଦେଲା କି? ଶୁଣୁଛନ୍ତି କି ପ୍ରିୟ ଭଉଣୀ ଓ ଭାଇମାନେ? ଶୟତାନ ତୁମକୁ ବିନାଶ କରିବାକୁ ଚାହିଁବା ବେଳେ ସେ ପ୍ରତ୍ୟେକ ଦିନ ଚେଷ୍ଟା କରିବ। ପ୍ରତ୍ୟେକ ଦିନ ସେ ପାପ କାମ କରାଇବ। ପ୍ରତ୍ୟେକ ଦିନ ତୁମକୁ ମଦ ପିଆଇବ। ପ୍ରତ୍ୟେକ ଦିନ ତୁମ ଟଙ୍କା ଖର୍ଚ୍ଚ କରାଇବ। ପ୍ରତ୍ୟେକ ଦିନ ତୁମକୁ ଖରାପ ସିନେମା ଦେଖାଇବ। ପ୍ରତ୍ୟେକ ଦିନ ଅପବିତ୍ର କାର୍ଯ୍ୟ ତୁମ ଦ୍ୱାରା କରାଇବ। ପ୍ରତ୍ୟେକ ଦିନ ତୁମ ଶରୀରକୁ ନଷ୍ଟ କରିବ। ତୁମକୁ ଛାଡ଼ିବାର ସମ୍ଭବ ନାହିଁ। ତୁମେ ବିନାଶ ହେବା ପର୍ଯ୍ୟନ୍ତ, ତୁମକୁ ନରକକୁ ନେବା ପର୍ଯ୍ୟନ୍ତ ତୁମକୁ ଛାଡ଼ିବାର ସମ୍ଭବ ନାହିଁ। ଦୟାକରି ବୁଝନ୍ତୁ। ଛାଡ଼ିଦେଲା କି? ସାମସନକୁ ଛାଡ଼ି ନାହିଁ। ପ୍ରତ୍ୟେକ ଦିନ ବାଇବଲରେ ମହାଶକ୍ତିଶାଳୀ କିଏ କୁହନ୍ତୁ? ସାମସନ। ମହାବିକ୍ରମଶାଳୀ ସାମସନ ନିକଟକୁ 1000 ଲୋକ ଫିଲିଷ୍ଟିୟମାନେ ଆସିଲେ।
ଗଧର ହାଡ଼ଟିକୁ ନେଇ ସେମାନଙ୍କୁ କ'ଣ କରିଥିଲା? ହତ୍ୟା କରିଥିଲା। ହଜାର ଲୋକମାନେ ଆସି ସାମସନର ଉପରେ ପଡ଼ିଲେ କ'ଣ ହେବ ବୋଲି କେହି ବି ଭାବି ନଥିଲେ। ହଜାର ଲୋକମାନେ ତାଙ୍କୁ ଆକ୍ରମଣ କଲାବେଳେ ଗଧର ହାଡ଼ରେ ସମସ୍ତଙ୍କୁ ବଧ କଲା। ବହୁତ ଶକ୍ତିଶାଳୀ, ସେପରି ମହାଶକ୍ତିଶାଳୀ। ଆତ୍ମହତ୍ୟା କଲେ ଭଲ, ମରିଗଲେ ଭଲ, ଏହିପରି ଭାବୁଥିବା, ଏପରି ଭାବନାକୁ ନେଇଥିବା ମହାଶକ୍ତି ସେ ସ୍ତ୍ରୀ ପାଖରେ ଥିଲା। ଆଜ୍ଞା, ଆପଣଙ୍କ ମଧ୍ୟରେ କେତେଜଣ ମାମୁଲ ନୁହନ୍ତି? ତାମାନେ ଆପଣ ମାନିବେ କି ନାହିଁ? ମାନିବେ କି ନାହିଁ? ଦୟାକରି ଶୁଣନ୍ତୁ। ସାମସନ ଶେଷରେ ମରିବା ପାଇଁ ଚାହୁଁଥିଲା। ଆଜ୍ଞା, କାରଣ କ'ଣ? ଆପଣ ହସିଲେ ପରା। ତୁମ ବିଷୟ କ'ଣ? ଆପଣ କ'ଣ ସାଧାରଣ ଲୋକ କି? ଆପଣମାନେ ଯଦି ଭଲ ଲୋକ ହେଇଥିଲେ ଆମର ସୁନାପରି ଭଉଣୀମାନେ କାହିଁକି ଆତ୍ମହତ୍ୟା କରିବା ପାଇଁ ଚାହିଁବେ? ମା' ମାନେ ସତ କୁହନ୍ତୁ। ତାମାନେ ବାହାରକୁ ହାତ ନ ଦେଖେଇଲେ ବି ଏ ମନୁଷ୍ୟ ଦେଇଥିବା କଷ୍ଟ ସକାଶୁ ମରିଗଲେ ଭଲ ହବ ବୋଲି କେତେ ଲୋକ ଭାବିଛନ୍ତି। ଏମିତି ଲାଗିଲା କି ନାହିଁ? ଦେଖିଲେ ନା, ସେମାନେ ସାହସରେ ହାତ ଦେଖେଇ ନାହାନ୍ତି, ମାତ୍ର ସେମାନେ ଜାଣନ୍ତି କେତେ ଥର ସେମାନେ ଛିଛି ରହି ରହି ଏ ବାଳୁଙ୍ଗା ସହିତ ବିବାହ କଲେ, ରହି ରହି ଏ ନରକ ଦେଖେଇବା ଲୋକ ସହିତ ବିବାହ କଲେ। ପ୍ରିୟ ଭଉଣୀ ଓ ଭାଇମାନେ, ପଚାରୁଅଛି, ବିବାହିତ ସ୍ତ୍ରୀକୁ, ବିବାହିତ ସ୍ୱାମୀକୁ ତମେ ପ୍ରେମ ଯଦି ଦେଖେଇ ନ ପାରିଲେ, ମମତା ଅନୁରାଗ ଯଦି ଦେଖେଇ ନ ପାରିଲେ, ଆଉ କାହାକୁ ଦେଖେଇବ କୁହ? ତୁମରି ପ୍ରେମ ହୋଇପାରେ, ମମତା ହୋଇପାରେ, ସ୍ନେହ ହୋଇପାରେ। ତମେ ପ୍ରଥମେ ଦେଖେଇବାକୁ ହେବ ତୁମ ସ୍ତ୍ରୀକୁ, ତୁମ ସ୍ୱାମୀକୁ, ତୁମ ପିଲାମାନଙ୍କୁ। ଭୁଲନ୍ତୁ ନାହିଁ, ସେଦିନ ସାମସନ ମରିଯିବା ପାଇଁ ଚାହୁଁଥିଲା। ଦେଖନ୍ତୁ ବାଇବଲରେ କ'ଣ ଅଛି। ଏହି ରୂପେ ସେ ନୀତି ନୀତି କଥାରେ ତାହାକୁ ଅନୁରୋଧ କରି ଏପରି ବ୍ୟସ୍ତ କଲା ଯେ ତାହାର ଆତ୍ମା ମରଣ ପାଇଁ ଅସ୍ଥିର ହେଲା। ପୁଣି କହୁଛି, ଜୀବନ ବିରକ୍ତ କରିବା ଭାର୍ଯ୍ୟା ରହିପାରେ, ଜୀବନ ବିରକ୍ତ କରିବା ସ୍ୱାମୀ ରହିପାରନ୍ତି। ତାହା ଶୟତାନର ସ୍ୱଭାବ ଅଟେ। ତମେ ଭଲ ଚାକିରିଆ ହୋଇପାର, ତମେ ଭଲ ଜ୍ଞାନୀ ହୋଇପାର, ତମେ ଭଲ ବ୍ୟକ୍ତି ହୋଇପାର, ଚାକିରିରେ ବ୍ୟବସାୟରେ ତୁମ ପରି ଚତୁର ଲୋକମାନେ ରହି ନ ପାରନ୍ତି, କିନ୍ତୁ ତୁମ ପରି ଲୋକଙ୍କୁ ମଧ୍ୟ କ'ଣ ବିରକ୍ତ କରିବାର ଶକ୍ତି ତୁମ ସ୍ତ୍ରୀ ପାଖରେ ରହିଥାଇପାରେ। ତମେ ଭଲ ଆତ୍ମିକ ବ୍ୟକ୍ତି ହୋଇପାର, ପ୍ରାର୍ଥନାଶୀଳ ହୋଇପାର, ତମେ ଭଲରେ ଗୃହ ଗଠନ କରିବା ଗୁଣ ପାଇଥିବା ଗୋଟେ ଭଲ ସ୍ତ୍ରୀ ହୋଇପାର, ତଥାପି ତୁମକୁ ନରକ ଦେଖେଇବା ସ୍ୱାମୀ ତୁମକୁ ହୁଏତ ରହିପାରେ। ସେଦିନ କ'ଣ ଘଟିଥିଲା? ସାମସନ ପରି ଶକ୍ତିଶାଳୀ ସେଦିନ ମରିବା ପାଇଁ ଚାହିଁଥିଲା। କାରଣ କ'ଣ? ପ୍ରତ୍ୟେକ ଦିନ କଥା ଦ୍ୱାରା, ତାକୁ ଦୁଃଖ ଦେବା ଦ୍ୱାରା ସେଦିନ ସେ କରିଥିବା କାମ। ଆଜି ଆମ ମଧ୍ୟରେ କେହି ଅଛନ୍ତି କି ପ୍ରତ୍ୟେକ ଦିନ ସ୍ତ୍ରୀକୁ ଦୁଃଖ ଦେବା ଲୋକେ, ପ୍ରତ୍ୟେକ ଦିନ ସ୍ୱାମୀକୁ କନ୍ଦେଇବା ଲୋକେ, ପ୍ରତ୍ୟେକ ଦିନ ନର୍କ ଦେଖାଇବା ଲୋକେ? ତୁମ କଷ୍ଟ ସହି ନ ପାରି ତୁମ ସ୍ୱାମୀ ଛି ୟା ସହିତ ଘର ସଂସାର କଲେ ମୁଁ ମରିଯିବି ବୋଲି ଭାବୁଛନ୍ତି କି? ମା, ତେବେ ଶୁଣ, ତମେ ଠିକ୍ ମହିଳା ନୁହଁ। ତୁମ ସ୍ତ୍ରୀ ଯଦି ତୁମକୁ ଦେଖି ଏ ମଣିଷ ସହିତ, ଏ ଲୋକ ସହିତ, ଏ ସ୍ୟାଡିସ୍ ସହିତ ମୁଁ ରହିବା ଅପେକ୍ଷା ମରିଗଲେ ଭଲ, ଏପରି ତୁମ ସ୍ତ୍ରୀ ତୁମ ବିଷୟରେ ଭାବିଲେ ତାହା ଠିକ୍ ନୁହେଁ। ସେଦିନ ସାମସନ ସେଦିନ ମରିଯିବା ପାଇଁ ଚାହୁଁଥିଲା। କାରଣ ଜାଣ କି, ସେ ନେଇଥିବା ନିଷ୍ପତ୍ତି ଠିକ୍ ନୁହେଁ, ସେ ମନୋନୀତ କରିଥିବା ପରିଚୟ ଠିକ୍ ନୁହେଁ, ସେ ନିଜର କରିଥିବା ମଣିଷ ମଧ୍ୟ ଠିକ୍ ନୁହେଁ। ଶେଷରେ ମରିଯିବା ପାଇଁ ଚାହିଁଲା। ଆଜ୍ଞା, ମରିଗଲା। ଆଜ୍ଞା, ସେଠାରେ ମରିଗଲା। ଏ ଘଟଣା ପରେ ମରିଗଲା। କ'ଣ ବୁଝୁଛନ୍ତି? ସେଠାରେ ଯୋସେଫଙ୍କୁ ପାପରେ ପତନ କରିବା ନିମନ୍ତେ ପ୍ରତ୍ୟେକ ଦିନ ପଛେ ପଛେ ପଡ଼ୁଥିଲା। ଆଜ୍ଞା, କିନ୍ତୁ ଯୋସେଫଙ୍କର ସଙ୍ଗରେ ସଦାପ୍ରଭୁ ରହିଥିବାରୁ ଆପଣାର ପବିତ୍ରତାକୁ ରକ୍ଷା କରିପାରିଥିଲା। ଶେଷରେ ପ୍ରଧାନମନ୍ତ୍ରୀ ହୋଇପାରିଲା। ଏଠାରେ ସାମସନଙ୍କୁ ଈଶ୍ୱର କ'ଣ କରୁଅଛନ୍ତି କୁହନ୍ତୁ? ଈଶ୍ୱରଙ୍କ ବିରୋଧରେ ବେଶ୍ୟା ନିକଟକୁ ଯାଇ ସାମସନ ସେମାନଙ୍କ ସହିତ ଶୟନ କଲାବେଳେ ଈଶ୍ୱର ପରିତ୍ୟାଗ କଲେ। ଯେତେବେଳେ ପ୍ରଭୁ ଛାଡ଼ିଦେଲେ, ସାମସନ ଅସହାୟ ଅବସ୍ଥାରେ ନିଜକୁ ନିଜେ ହତ୍ୟା କରିବାକୁ ପଡ଼ିଥିଲା। ସେତିକି ନୁହେଁ, ଦାଉଦଙ୍କର ଆଉ ଗୋଟେ ବିଷୟ କହିବି। ଆସନ୍ତୁ ଦେଖିବା 1 ସାମୁଏଲ 23 ଅଧ୍ୟାୟ 14। ଅନନ୍ତର ଦାଉଦ ପ୍ରାନ୍ତରସ୍ଥ ନାନା ଦୁର୍ଗମ ସ୍ଥାନରେ ବାସ କରି ସିଫ ପ୍ରାନ୍ତରସ୍ଥ ପର୍ବତମୟ ଦେଶରେ ରହିଲେ। ପୁଣି ସାଉଲ ପ୍ରତିଦିନ ତାଙ୍କର ଅନ୍ୱେଷଣ କଲେ, ମାତ୍ର ପରମେଶ୍ୱର ତାଙ୍କୁ ତାଙ୍କ ହାତରେ ଦେଲେ ନାହିଁ। ପ୍ରତିଦିନ ସାଉଲ କ'ଣ କଲା? ଦାଉଦଙ୍କୁ ହତ୍ୟା କରିବା ପାଇଁ ଚେଷ୍ଟା କଲା। ଗଲା ମାସ ମିଳି ନାହିଁ, ଛାଡ଼ିଲା କି ଛାଡ଼ି ନାହିଁ। ଗଲା ସପ୍ତାହ ମିଳି ନାହିଁ, ଛାଡ଼ିଲା କି ଛାଡ଼ି ନାହିଁ। କାଲି ମିଳି ନାହିଁ, ଛାଡ଼ିଲା କି ଛାଡ଼ି ନାହିଁ। ବୁଝିପାରିଲେ କି? ତୁମକୁ ଯେମିତି ହେଲେ ବିନଷ୍ଟ କରିବା ପାଇଁ ଚାହିଁଥିବା ଶୟତାନ ତୁମକୁ ଛାଡ଼ିବାର ସମ୍ଭବ ନାହିଁ। ତାଙ୍କୁ ମାନିବା ପର୍ଯ୍ୟନ୍ତ, ବଶରେ ଆସିବା ପର୍ଯ୍ୟନ୍ତ, ଧରିବା ପର୍ଯ୍ୟନ୍ତ
ଶୟତାନ ତୁମ ପଛରେ 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 ଆସୁଥିବ। ଯୋସେଫ ପ୍ରତ୍ୟେକ ଦିନ ପରୀକ୍ଷିତ ହେଲା। ସାମସୋନ ପ୍ରତ୍ୟେକ ଦିନ ଦୁଃଖିତ ହେଲା। ଦାଉଦ ପ୍ରତ୍ୟେକ ଦିନ ତାଙ୍କ ଉପରେ ହତ୍ୟା କରିବାର ଚେଷ୍ଟା ଚାଲିଥିଲା। ତାମାନେ ଆପଣ କ'ଣ ବୁଝୁଅଛନ୍ତି? ଶୟତାନ କାହାକୁ ଜଣକୁ ମଧ୍ୟ ଛାଡ଼ିବାର ସମ୍ଭବ ନାହିଁ। ପ୍ରତ୍ୟେକ ଦିନ ତୁମକୁ ଆକ୍ରମଣ କରିବା ପାଇଁ ସେ ଚେଷ୍ଟା କରୁଥିବ, ତୁମକୁ ବଶରେ ରଖିବା ପାଇଁ ଚେଷ୍ଟା କରିବ। ଜଣେ ବ୍ୟକ୍ତି ଏପରି କହିଲା, ତମେ ଜନ୍ମ ହେଲା ବେଳେ, ଆପଣ ମୁଁ ଆମେମାନେ ଜନ୍ମ ହେଲା ବେଳେ ଈଶ୍ୱର ଓ ଶୈତାନ ମଧ୍ୟରେ ଗୋଟିଏ ପ୍ରତିଯୋଗିତା ହେଲା। କ'ଣ ସେହି ପ୍ରତିଯୋଗିତା? ଈଶ୍ୱର କହିଲେ, ଏ ମୋର ସନ୍ତାନ ଅଟନ୍ତି। ଶୈତାନ କହିବ ପୁଣି, ନାହିଁ ନାହିଁ, ସେମିତି ନାହିଁ, ସେ ମୋର ସନ୍ତାନ। ତେବେ କିଏ ଜିତିବେ ଦେଖିବା। ଏବେ ଈଶ୍ୱରଙ୍କୁ ଥିବା ଆଶା କ'ଣ? ମାନେ ତମେ ସକାଳୁ ଉଠି ସନ୍ଧ୍ୟା ପର୍ଯ୍ୟନ୍ତ ତମେ ଜିତିବାକୁ ହେବ, ଜିତିବାକୁ ହେବ, ଜିତିବାକୁ ହେବ ବୋଲି, ମୋ ସନ୍ତାନ ଭାବରେ ଜିତିବାକୁ ହେବ ବୋଲି ଈଶ୍ୱର ଆଶା କରନ୍ତି। ସେପଟେ ଶୟତାନ ମାତ୍ର ଶୟତାନର କଥା ତୁମେ ଶୁଣ ବୋଲି, ଏପରି ଶୟତାନର କଥା ଶୁଣି ଶୟତାନର ହସ୍ତରେ ହାରିଗଲେ ଈଶ୍ୱର ବି ହାରିଯିବେ ବୋଲି, ସେପଟେ ଶୟତାନ ମଧ୍ୟ ତୁମେ ହାରିଯିବ 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 ବୋଲି ଚେଷ୍ଟା କରୁଥାଏ। ପ୍ରିୟ ଭଉଣୀ ଓ ଭାଇମାନେ, ସକାଳୁ ଉଠି ସନ୍ଧ୍ୟାରେ ଶୟନ କରିବା ପର୍ଯ୍ୟନ୍ତ ତମେ କ'ଣ କରିବ, କେମିତି କଥା ହେବ, କ'ଣ ଦେଖିବ, କେମିତି ବଞ୍ଚିବ, ତାହା ତୁମକୁ ବିଜୟ ଦେଇପାରେ, ନହେଲେ କ'ଣ ତୁମକୁ ପରାଜୟ କରିବ। ଯଦି ତମେ ଶୟତାନର ବଶରେ ଆସି ଯଦି ହାରିଗଲ, ମାନେ ସେପଟେ କେବଳ ଶୟତାନ ଜୟ ପାଇପାରେ, ମାତ୍ର ଏପଟେ କିଏ ହାରିଯିବେ ଆପଣ କୁହନ୍ତୁ? 2 ଜଣ ହାରିଯିବେ। ଯଦି ତମେ ଜୟ ପ୍ରାପ୍ତ କଲ, ମାନେ ସେପଟେ ଜଣେ ହାରିବ, ମାତ୍ର ଏପଟେ କେତେ ଜଣ ଜିତିବେ? 2 ଜଣ ଜିତିବେ। ପ୍ରତ୍ୟେକ ଦିନ ତୁମ ଜୀବନ ଜୟ ଓ ପରାଜୟ ମଧ୍ୟରେ ଗତି କରୁଅଛି ବୋଲିବା ବାସ୍ତବ ଭୁଲନ୍ତୁ ନାହିଁ। କହୁଅଛି, ସକାଳୁ ଉଠିଲା ପରେ ସନ୍ଧ୍ୟାରେ ବା ରାତ୍ରିରେ ତୁମେ ଶୟନ କରିବା ପର୍ଯ୍ୟନ୍ତ ଯୀଶୁଙ୍କୁ ବିଜୟ ଦଉଅଛ କି ଶୟତାନକୁ ବିଜୟ ଦଉଅଛ? ଗୋଟିଏ ଥର ଆଲୋଚନା କର। ଯୋସେଫ ଈଶ୍ୱରଙ୍କୁ ବିଜୟ ଦେଲେ, ଦାଉଦ ଈଶ୍ୱରଙ୍କୁ ବିଜୟ ଦେଲେ, ମାତ୍ର ସାମସନ ଈଶ୍ୱରଙ୍କୁ ପରାଜିତ କଲା। ଦାଉଦ କ'ଣ କଲା? ଈଶ୍ୱର ଯେମିତି କହିଲେ ସେମିତି କଲା। ଆଜ୍ଞା, ସେଥିପାଇଁ ଜୟ ପାଇଲା। ରାଇଟ୍। ପ୍ରଥମ ବଂଶାବଳୀରେ କ'ଣ ଲେଖା ଅଛି ଆସନ୍ତୁ ଦେଖିବା। ପ୍ରଥମ ବଂଶାବଳୀ 10 ଅଧ୍ୟାୟ 13 ପଦରେ ଏଠାରେ ସାଉଲଙ୍କ ବିଷୟରେ ଦେଖିବା ଆସ। ଦାଉଦ କ'ଣ କଲେ? ସଦାପ୍ରଭୁ କହିଲା ପରି ସେ କରି, କୁହନ୍ତୁ କ'ଣ ହେଲା? ବିଜୟ ପ୍ରାପ୍ତ କଲା। ପ୍ରଭୁଙ୍କୁ ପଚାରିଲେ, ପ୍ରଭୁଙ୍କ ସହିତ ଚାଲିଲେ, ପ୍ରଭୁଙ୍କ ସହିତ ଜୟ ପାଇଲେ। ମାତ୍ର 10 ଅଧ୍ୟାୟର 13 ପଦରେ ସାଉଲଙ୍କ ବିଷୟରେ କ'ଣ ଅଛି ଆସନ୍ତୁ ଦେଖିବା। ଏହି ରୂପେ ସାଉଲ ସଦାପ୍ରଭୁଙ୍କ ବିରୁଦ୍ଧରେ କୃତ ଆପଣା ସତ୍ୟ ଲଙ୍ଘନ ହେତୁରୁ ମଲେ, କାରଣ ସେ ସଦାପ୍ରଭୁଙ୍କ ଆଜ୍ଞା ପାଳନ କଲେ ନାହିଁ। ସଦାପ୍ରଭୁଙ୍କ ବିରୁଦ୍ଧରେ କୃତ ସତ୍ୟ ଲଙ୍ଘନ ହେତୁରୁ ମଲେ, କାରଣ ସେ ସଦାପ୍ରଭୁଙ୍କ ଆଜ୍ଞା ପାଳନ କଲେ ନାହିଁ। ମଧ୍ୟ ସେ ଭୁତୁଡ଼ିଏ ଠାରୁ ମନ୍ତ୍ରଣା ମାଗି ସଦାପ୍ରଭୁଙ୍କୁ ପଚାରିଲେ ନାହିଁ। ଏହେତୁ ସେ ତାଙ୍କୁ ବଦ୍ଧ କଲେ ଓ ଯିଶିର ପୁତ୍ର ଦାଉଦଙ୍କୁ ରାଜ୍ୟ ଦେଲେ। ଗୋଟିଏ କଥା, ଦାଉଦ ସଦାପ୍ରଭୁ ଆଜ୍ଞା କଲା ପରି କାର୍ଯ୍ୟ କଲା ଓ ବିଜୟ ପାଇଲା। ସାଉଲ ସଦାପ୍ରଭୁ କହିଲା ପରି କରିନାହିଁ ଓ ମରଣଦଣ୍ଡ ପାଇଥିଲା। କିଛି ହେଲେ ବୁଝିପାରିଲେ କି ଆପଣ? ଯେଉଁମାନେ କି ପ୍ରଭୁଙ୍କ ନିକଟରୁ କିଛି ପଚାରିବେ ନାହିଁ, ତାମାନେ ପ୍ରଭୁଙ୍କ ନିକଟକୁ ଯାଇ, ପ୍ରଭୁ ମୁଁ କ'ଣ କରିବି କି, ମୁଁ ସେଠାକୁ ଯିବି କି, ମୁଁ କିଛି କରିବି କି, ନା କହିବ କି ତୁମ ଇଚ୍ଛା କି ତୁମ ଇଚ୍ଛା ନାହିଁ କି ବୋଲି ନ ପଚାରିବା ପ୍ରତ୍ୟେକ ଲୋକମାନେ ପ୍ରଭୁଙ୍କ ଦୃଷ୍ଟିରେ କ'ଣ କୁହନ୍ତୁ? କୁହନ୍ତୁ କ'ଣ? ଅପରାଧୀ। ସଦାପ୍ରଭୁଙ୍କୁ ସେ ପଚାରି ନଥିବାରୁ, ସଦାପ୍ରଭୁଙ୍କ ଆଜ୍ଞା ପ୍ରକାରେ ନ କରିଥିବାରୁ, ସାଉଲ ଆଜ୍ଞା ଲଙ୍ଘନ କରିବାରୁ ସାଉଲ ମରିଯାଇଥିଲେ, ମୃତ୍ୟୁଦଣ୍ଡ ଭୋଗିବାକୁ ପଡ଼ିଲା। ଭଉଣୀ ଓ ଭାଇମାନେ, ଈଶ୍ୱରଙ୍କ ବିନା ଆମେ ଏ ଜଗତରେ କିଛି କରିପାରିବା ନାହିଁ। ଯେ କେହି ବି ପ୍ରଭୁ କହିଲା ପରି କଲେ ହିଁ ଆଶୀର୍ବାଦ। ଲୁକ 5:5। ଏଥିରେ ସିମୋନ ଉତ୍ତର ଦେଲେ, ହେ ଗୁରୁ, ଆମ୍ଭେମାନେ ରାତିଯାକ ପରିଶ୍ରମ କରି କିଛି ଧରିନାହୁଁ, କିନ୍ତୁ ଆପଣଙ୍କ କଥାରେ ମୁଁ ଜାଲ ପକାଇବି ବୋଲି କହି ସେମାନେ ଜାଲ ପକାଇଲା ପରେ 6 ପଦରେ, ଆଉ ସେମାନେ ତାହା ପକାଇ ବହୁତ ମାଛ ଧରିଲେ। ପୁଣି ସେମାନଙ୍କ ଜାଲ ଛିଣ୍ଡିବାକୁ ଲାଗିଲା। ଈଶ୍ୱରଙ୍କ କଥା ଶୁଣିଲେ
आशीर्वाद अछि। ईश्वरଙ୍କ वाक्यକୁ पालन कले आशीर्वाद अछि। हे महापवित्र प्रभु, प्रेममय पिता, तुमरी धन्यवाद प्रशंसा करुअछु। मेषपालक प्रभु, मेषमानक मध्यरे रहुथिबा व्यक्ति मात्र देश शासन करिबा स्थायी को तमे नेल। तुमरी प्रेमकारीଙ୍କୁ, तुम इच्छानुसारे बंचुथिबा लोकକୁ, तुम कथा मानिबा लोकଙ୍କୁ तमे केबे परित्याग करिबा प्रभु नुह। प्रभु हे प्रभु, आम परिस्थिति केते दीन परिस्थिति हेले भी तुम उपरे निर्भर कले बापा आमको तुमे आशीर्वाद करिब। तुमरी कथा को आमे मानिले आम्भ मानकु तुमे उन्नत करिब। बापा तुमको साक्षात करी आम्भ मानक कष्ट कहिले समाधानर रास्ता देखाइब। तुमे आम्भ मानक संगरे रही बापा आम्भ मानक शत्रु आम्भ मानक सम्मुखरु पलायन कला परी करिब। हे पिता, दाऊदଙ୍କ संगरे रहिला परी आम्भ मानक संगरे रुह बापा। दाऊद तुम बसरे रहिला परी से प्रकार मन आम्भ मानकु प्रदान कर। दाऊद बारंबार तुमको साक्षात करी तार समस्या तुमको कहिला परी प्रार्थना करिबार हृदय आमको दिय प्रभु। दाऊद तुम कथार बसरे आसिला परी आम्भ मानकु प्रदान कर बापा। दाऊद जय पाइला परी बापा तुम सहित आमे जय पाइबार जीवन आमको दिय बोली जीशुଙ୍କ नामरे प्रार्थना उत्सर्ग करुअछु पिता, आमेन। आमर एड्रेस कालवरी, पोस्ट बॉक्स नंबर 30, कुक्कटपल्ली, हैदराबाद 72।